ରାଇଟର ଡିରେକ୍ଟର ମାନେ ସବୁବେଳେ ଯେ ଗୋଟେ ଟ୍ରାଜେଡି ପାର୍ଟ ମାନେ ଗୌର ଦାସ କରିବ। ବାପା କାନ୍ଦିଲେ କହିଲେ ଠିକ୍ ଅଛି ତୁ ଗୋଟେ କାମ କର ପୁରୀ ଯାଇ ଶୋଧ ହୋଇ ପଡ଼। ମୁଁ ମାନେ ବ୍ରହ୍ମପୁର ଆସି ପୁରୀରେ ଶୋଧ ହୋଇ ରାତିରେ ଯାଇ ଯାତ୍ରା କରିଛି। ଲୋକଙ୍କୁ ଆମେ ପେଣ୍ଡେଲ ଉପରେ ଲୁହ ଦେଖାଉଛୁ କିନ୍ତୁ ନିଜ ଲୁହଟା ଆମ ନିଜ ଭିତରେ ଆମେ ଚାପି ରଖୁଛୁ। ଯାତ୍ରା ଆସିବା ପୂର୍ବରୁ ମ୍ୟାରେଜ୍ କରିଦେଇଥିଲି ବଞ୍ଚିଯାଇଛି। ସାରା ଓଡ଼ିଶାରେ ଜଣେ ଗୌର ଦାସ ବୋଲି ମୁଁ ଆପାତତଃ ଚିହ୍ନା ହେଇପାରିଛି, ସେଇଟା ବଡ଼ କଥା। ଭଗବାନଙ୍କର ନିର୍ଦ୍ଦେଶକୁ ଆମେ କ'ଣ ସମୟ ନିର୍ଦ୍ଦେଶକୁ ତ ଆମେ ନିଜେ ତାକୁ ପରିବର୍ତ୍ତନ କରିପାରିବୁ ନାହିଁ। ତେଣୁ ଯଦି ସେମିତି କିଛି ସମୟ ଆସେ ତ ଦେଖାଯିବ କ'ଣ ହେଉଛି। କର୍ମ କରି ଚାଲିଛୁ, ସେଇଟା ଆପେ ଆପେ ଯେତେବେଳେ ଫୁଲ ଫୁଟି ବାସିବ ସେତେବେଳେ ସମସ୍ତେ ଜାଣିବେ। କାହିଁ କହିଲା ରାମଚନ୍ଦ୍ର କାହିଁ ରାମ ଭଣ୍ଡାରୀ ଆଉ ଥାଲପତି ବିଜୟ ସିଏ ଜଣେ ସୁପରଷ୍ଟାର, ଆମେ ଯାତ୍ରା ଷ୍ଟାର। ବାଜପେୟୀ ଗୋଟିଏ କଥା କହିଥିଲେ ଯେ ଲୋକଙ୍କୁ ଟଙ୍କା ଦିଅନ୍ତୁ ନାହିଁ। ଆମେ କର୍ମ କଲେ ମଣିଷ ବଞ୍ଚିବ, ବିନା କର୍ମରେ ବଞ୍ଚିପାରିବନି। ମୋତେ କେଉଁଟା ପସନ୍ଦ ହେଲାଣି ସେଟା ଆମେ ଆମ ଭିତରେ ବସି ଆଲୋଚନା କରି ତାକୁ ସମାଧାନ କରିବା ଉଚିତ। ପାରିଶ୍ରମିକ ମୁଁ ଯେଉଁଟା ଆଶା କରିନଥିଲି ମୋ ଆଶାଠୁ ଆହୁରି 5 ଗୁଣା ମୁଁ ଅଧିକା ପାଉଛି। ଯାତ୍ରା ଲାଇନରେ ମୁଁ ଠାକୁରଙ୍କୁ ଡାକୁଛି ଆଉ ଯେତେ ବର୍ଷ ବି ରହିବି ସେମିତି କଳା ଦାଗ ନ ଲାଗୁ। ଗୌର ଦାସର ଗୁରୁ ଦକ୍ଷିଣା, ତ ଗୁରୁ ଦକ୍ଷିଣା ଦେଇକି ଯାତ୍ରାରୁ ଆମେ ବିଦାୟ ନେବୁ। କାହା ସହିତ କେହି ବି ଯଦି କହିଦେବେ କେଉଁ ରାଇଟର ଡିରେକ୍ଟର ଯେ ଗୌର ଦାସ ମୋ ସହିତ ସାଲିସ କରିଛନ୍ତି, ସମସ୍ତଙ୍କ ଅଭିନୟ ଦେଖେ, ଚରିତ୍ରକୁ ନେଇକି ମୁଁ ଚରିତ୍ର ପରିବେଷଣ କରେ। ଗାଳି ଦରକାର, ଗାଳି କ'ଣ ଦରକାର ଯଦି ମୋ ଚରିତ୍ର ସେମିତି କିଛି ନେଗେଟିଭ୍ ସେନ୍ସ ଥିବ ଲୋକ ଗାଳି ଦେବେ। ଦର୍ଶକ ଯେଉଁ ରୁଚିଟା ଚାହିଁବେ ଯାତ୍ରା ମାଧ୍ୟମରେ ଆମେ ସେଇଟା ପରିବେଷଣ କରିବୁ। ଆପଣମାନେ ପୁଅ ଅଛନ୍ତି କାଲିକି ବାପା ହେବେ, ଆପଣଙ୍କ ପୁଅ ଯଦି ଆପଣଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦିଏ ତାହେଲେ ଆପଣଙ୍କ ପରିସ୍ଥିତି କ'ଣ ହେବ ଥରେ ଚିନ୍ତା କରନ୍ତୁ। ଆଉ କିଛି ଦିନ ପରେ ଆରମ୍ଭ ହେବ ଯାତ୍ରା 26-27ର ମହାସମର। 2025-26 ଯାତ୍ରା ଶେଷ ହୋଇ ଆସୁଛି, ପୁଣି ଆରମ୍ଭ ହେବାକୁ ଯାଉଛି 2026-27 ଯାତ୍ରା ନୂଆ ଜଗତ। ଏହାରି ମଧ୍ୟରେ ଅନେକ କଳାକାରଙ୍କ ସହ ଆମେ ଭେଟିଛୁ ଏବଂ ସେମାନଙ୍କ ମତାମତ ମଧ୍ୟ ଗ୍ରହଣ କରୁଛୁ। ଆଜି ଆମ ସହିତ ଅଛନ୍ତି ଯାତ୍ରା ଜଗତର ବେଷ୍ଟ ହିରୋ, ଷ୍ଟାଇଲିଶ ହିରୋ, ଯାହା ବି କହିପାରିବେ ଚଳିବ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଗୌର ଦାସ। ଏ ଗୌରା କାଇଁ କାନ୍ଦୁଛୁଠୁ ଆରମ୍ଭ କରି ଅନେକ ନାଟକରେ ସେ ଅଭିନୟ କରିଛନ୍ତି। ଆସନ୍ତୁ ପଚାରିବା ଯେ କ'ଣ କହିବା। ଆଜି ଆମେ କାର୍ଯ୍ୟକ୍ରମ ସ୍ୱାଗତ କରୁଛୁ। ଜୟ ଜଗନ୍ନାଥ। ପ୍ରଥମେ ସମ୍ବାଦ କାର୍ଯ୍ୟକ୍ରମକୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଯେଉଁ ଆପଣଙ୍କର ଯାତ୍ରା ଦୁନିଆ, ଆମେ ଜାଣିବାକୁ ଚାହୁଁଛୁ କେତେ ବର୍ଷ ହେଲା ଆପଣ ଯାତ୍ରା ଇଣ୍ଡଷ୍ଟ୍ରିରେ ରହିଲେଣି? ଯାତ୍ରାକୁ ଆସିବା 32 ବର୍ଷ ହେଇଗଲା, 31-32 ବର୍ଷ। ଏବେ ଶିବାନୀ ପାଟିରେ ଅଛନ୍ତି। ଆଜ୍ଞା। 31-32 ବର୍ଷ ଭିତରେ ଆପଣଙ୍କର ପ୍ରଥମ ନାଟକ କ'ଣ ଥିଲା ମନେ ଅଛି? ପ୍ରଥମ ନାଟକ ତ ମୋ ମାନେ ଯେତେବେଳେ ଆରମ୍ଭ, ମୁଁ କହୁଛି ମୁଁ କ୍ଲାସ୍ 7ରୁ ଆରମ୍ଭ କଲିଣି ଡ୍ରାମା। ମୋ ବାପା ଜଣେ ଥିଲେ କଳାକାର, ସିଏ ଭାରତନାଟ୍ୟମ୍ ଆଉ ଆପଣଙ୍କର ଯେଉଁଟାକି ପାଲା, ନିମାଇ ସନ୍ନ୍ୟାସ, ଶ୍ରୀରାଧା ମାନଭଞ୍ଜନ, ଏମିତି ସେତେବେଳେ ହେଉଥିଲା କୃଷ୍ଣପାଲା, ମୁଁ ସେଇଥିରେ ବି ଅଭିନୟ କରିଛି। ପ୍ରଫେସନାଲକୁ ଆସିଲି 1994-95 ମସିହା। କେମିତି କାହିଁକି ଏମିତି ଇଣ୍ଟରେଷ୍ଟ ହେଲା? ଇଣ୍ଟରେଷ୍ଟ ମାନେ ମୁଁ ଯେତେବେଳେ ଫଟୋ ଷ୍ଟୁଡ଼ିଓ କରିଥିଲି ସେତିକିବେଳେ ବାଘା ଜ୍ୟୋତିଲ ଲୋକନାଟ୍ୟର ଡକୁମେଣ୍ଟାରୀ ଫିଲ୍ମ ସୁଟିଂ ହେଉଥାଏ। ମୋତେ ଗୋଟେ ସେଥିରେ 2ଟା ଟେଲିଫିଲ୍ମରେ ମୁଁ ପାର୍ଟ କରିଥିଲି, ଏଇ ଗାଁ ମୋ ସରଗପୁର ଆଉ ଗୋଟେ କ୍ଷତ। ସେଇଠୁ ଯାତ୍ରା ମୋର ଜଗଦ୍ଧାତ୍ରୀ ଗଣନାଟ୍ୟ ଅଗଣୀ ସାହୁଙ୍କର ବାଲେଶ୍ୱର ମିତ୍ରପୁର, ଆଉ ସେ ମୋତେ ଅଫର୍ ଦେଇଥିଲେ ଜଗଦ୍ଧାତ୍ରୀ ଗଣନାଟ୍ୟକୁ। ଆଉ ସେ ସୁଟିଂ ଚାଲିଥିଲା ଯେତେବେଳେ ସେଠି ପହଞ୍ଚିଥିଲେ। ଆଉ ମୁଁ କହିଥିଲି ଯେ ମୋ ବାପାଙ୍କୁ ପଚାରିଲେ ଯାହା କହିବି। ଆଉ ବାପା ମୋତେ କହିଲେ ଯେ ଯଦି ତୋର ଇଣ୍ଟରେଷ୍ଟ ଅଛି ଗୋଟେ ବର୍ଷ ପାଇଁ ଯା, ତାପରେ ଦେଖିବା। ତାପରେ ସେ ଗୋଟେ ବର୍ଷ ଆସିଥିଲେ, ଆଉ ଫେରି ନାହିଁ। ଆଉ ପ୍ରଥମ କୁହାଯାଏ ଯେ ଯାତ୍ରାରେ ବହୁତ କଷ୍ଟ ଦିଅନ୍ତି, ବାଡ଼ାନ୍ତି ପିଲାମାନଙ୍କୁ, ଆଉ ତାପରେ ପରେ ମାନେ ବହୁତ ଟର୍ଚର ହେଉଥିଲା ସେତେବେଳେ। ନାଇଁ ସେମିତି ଟର୍ଚର କିଛି ନାହିଁ। ଗୋଟେ କଥା ଆଉ ଶୁଣନ୍ତୁ, ଆଉ ଆପଣ ଦେଖନ୍ତୁ ଯେଉଁ ଶିକ୍ଷାନୁଷ୍ଠାନ, ଆପଣ ସ୍କୁଲକୁ ପାଠ ପଢ଼ି ଯାଆନ୍ତୁ, ଯେତେବେଳେ କି ଆମେ ସେତେବେଳେ କଥା କହୁଛୁ, ସାର୍ମାନେ ରାଗୁଥାନ୍ତି ପାଠ ନହେଲେ, ଗୋଟେ ଶାସନ ଥାଏ, ମାଡ଼ ଥାଏ। ଆଉ ସେମିତି ଯେ ମାଡ଼ ଯେ ସମସ୍ତେ ଖାଇଛନ୍ତି ତାର କିଛି ନାହିଁ। ଆର୍ଟିଷ୍ଟମାନଙ୍କୁ ସେମିତି କିଛି ମାଡ଼ ନଥିଲା। ଗୋଟେ ଡାଇଲଗ୍ କି ଗୋଟେ ସିନ୍ରେ ଆମେ ଯେତିକି ପାରଫର୍ମାନ୍ସ, ଯେତିକି ଫୋର୍ସ ଦେବା କଥା ଦେଇ ନ ପାରିଲେ ଡିରେକ୍ଟର ରାଗୁଥିଲେ, କି ଆମେ ଯେଉଁମାନେ ଆମର ସିନିୟର ଆର୍ଟିଷ୍ଟ ଥିଲେ ସେମାନେ ରାଗୁଥିଲେ। ସେଇଟା ଗୋଟେ ଯେଉଁଟାକି ଆପଣଙ୍କର ତାଗିଦଟା ହିଁ ଖାଲି ଯାତ୍ରା ନୁହଁ, ଆମ ପରିବାର ଭିତରେ ବି ବାପାଙ୍କ ତାଗିଦ, ମାଆଙ୍କ ତାଗିଦ ପିଲାମାନଙ୍କୁ ଆଗକୁ ନେଇଯାଏ। ଗୌର ଦାସ ଏତେ ହ୍ୟାଣ୍ଡସମ୍ ହିରୋ, ସେ ସବୁବେଳେ କନ୍ଦେଇବା ରୋଲ୍ କାହିଁ କରନ୍ତି?
ପ୍ରଥମରୁ ତ ଜଗଦ୍ଧାତ୍ରୀ ଗଣନାଟ୍ୟ ଆରମ୍ଭ ହୋଇଥିଲା ମାଣିକ ନାଟକରୁ ସୁଧାଂଶୁ ନାୟକଙ୍କର ଲେଖା ବିଜୟ ଦାସଙ୍କ ନିର୍ଦ୍ଦେଶନା ସେଇଟା ସାନ ଭାଇ କ୍ୟାରେକ୍ଟର ଗୋଟେ କରିଥିଲି ସେଠୁ କାନ୍ଦିବା ତ ଆରମ୍ଭ ହୋଇଥିଲା ତେଣୁ ରାଇଟର ଡିରେକ୍ଟର ମାନେ ସବୁବେଳେ ଯେ ଗୋଟେ ଟ୍ରାଜେଡ଼ି ପାର୍ଟ ମାନେ ଗୌର ଦାସ କରିବ। ମାନେ କାହିଁ ଆପଣଙ୍କୁ ଭଲ ଲାଗୁଥିଲା ନା ନାଇଁ ମନ ମନ ହଉ ନାଇଁ ଦର୍ଶକଙ୍କୁ ଭଲ ଲାଗୁଥିଲା ମୋ ରାଇଟର ଡିରେକ୍ଟରଙ୍କୁ ବି ଭଲ ଲାଗୁଥିଲା ଆଉ ବହୁତ ଅଲଗା ପାର୍ଟ ବି କରିଛି ନେଗେଟିଭ୍ ଚରିତ୍ର ବି କରିଛି କିନ୍ତୁ ମାନେ ବେଶୀ ପରସେଣ୍ଟ 90% ମୁଁ ପ୍ରାୟ ସବୁ ନାଟକରେ ଯେଉଁଟା ଦୁଃଖ ରୋଲ୍ ଥାଏ ଦୁଃଖୀ କ୍ୟାରେକ୍ଟର ନେଗେଟିଭ୍ ପାର୍ଟ କେଉଁ ଯାତ୍ରାରେ କରୁଛନ୍ତି? ଆମର ଧଉଳି ଗଣନାଟ୍ୟରେ ଦେଖିଥିବେ କଳା ପାହାଡ଼ ଆଉ କଳା କାଳି କନ୍ୟା ମୁଠାଏ ସପନ ମୁଠାଏ ପାଉଁଶ ଆଉ ଏମିତି ନେଗେଟିଭ୍ ପାର୍ଟରେ ଦର୍ଶକ ଗାଳି ଦେଉଥିବେ। ହଁ ଗାଳି ଦିଅନ୍ତି ତ ନିଶ୍ଚୟ କିନ୍ତୁ ସକାଳେ ଆସି କୁହନ୍ତି ଭାଇ ଆମେ ଆସିଥିଲୁ ଗୌରବ ଭାଇ ଟିକେ କାନ୍ଦିଲେ ଆମେ କାନ୍ଦିବୁ। ଭଲ ଲାଗେ। ଆଚ୍ଛା ଏତେ ବର୍ଷ ହେଲା ଆପଣ ଯାତ୍ରା ଇଣ୍ଡଷ୍ଟ୍ରିରେ କାମ କଲେଣି କୌଣସି ଏମିତି ଜାଗାରେ ଏମିତି କିଛି ଘଟଣା ଦୁର୍ଘଟଣା ମନେ ଅଛି ଯେଉଁଟାକି ସବୁବେଳେ ମନେ ରହିବ? ଘଟଣା ଦୁର୍ଘଟଣା ତ ଜୀବନରେ ବହୁତ ଯାଇଛି ଯେ ମୋ ବାପା ମା ମଲେ ମୁଁ ଧଉଳି ଗଣନାଟ୍ୟରେ କିଶନନଗର କଟକ କିଶନନଗର ଯାତ୍ରା କରୁଥିଲି ରାତି 11ଟା 15 ଖବର ପାଇଲି ବାପା ଚାଲିଗଲେ କିନ୍ତୁ ସେତେବେଳେ ତ ମୁଁ ଆସିପାରିବିନି କହଇ ମନୁଆରେ ମୋ ବୋଲକର ନାଟକ ଚାଲିଥାଏ ଯାତ୍ରା ସାରି ସକାଳେ ଯାଇ ବାପାଙ୍କ ଶବଦାହ କଲି ଆଉ ମା ମଲେ ଯେଉଁ ମୁଁ ଶୁଦ୍ଧ ହେବାକୁ ଆସିପାରିନି ବହୁତ କଥା ସେତେବେଳେ ତ ମିଡ଼ିଆ ଏତେ ନଥିଲା ଆଉ ମା ମଲେ ଯେତେବେଳେ କି ମୁଁ ବରହମପୁରରେ ଥିଲି ଘର ଆମର ଜଳେଶ୍ୱର ଭୋଗରାଇ ବାଲେଶ୍ୱର ଭୋଗରାଇ ଏଠୁ ବରହମପୁର 600 କିଲୋମିଟର ଉପରେ ହେବ ନାଟକ ଫାଙ୍କା ମିଳିଲା ନାହିଁ କମିଟି ଲୋକ କହିଲେ ଯଦି ଆମେ ସେ ନାଟକ କରିବୁ ତ ପଇସା ଦେବୁ ନହେଲେ ଦେବୁନି ମାଲିକ କହିଲେ ଯେ ଦେଖ ତୋ ଧର୍ମ ଉପରେ ତୋର ତୁ ଯାହା ବିଚାର କରିବୁ ମୁଁ ବାପାଙ୍କୁ ଫୋନ୍ କଲି ବାପା ସେତେବେଳେ ଥିଲେ ବାପା କାନ୍ଦିଲେ କହିଲେ ଠିକ୍ ଅଛି ତୁ ଗୋଟେ କାମ କର ପୁରୀ ଯାଇ ଶୋଧ ହୋଇ ପଡ଼ ମୁଁ ମାନେ ବରହମପୁର ଆସି ପୁରୀରେ ଶୋଧ ହୋଇ ରାତିରେ ଯାଇ ଯାତ୍ରା କରିଛି ଏମିତି ବହୁତ ଘଟଣା ଜୀବନରେ ଘଟିଛି। ଲୁହ ଆସେନି ଆଖିରେ ଲୁହ ଆସେନି? ଲୁହ ତ ଆସେ ଦେଖନ୍ତୁ ସବୁ ଲୁହ କ'ଣ ଦେଖେଇ ହୁଏ କିଛି ଲୁହ ମାନେ ଆଖି ଭିତରେ ବି ଚାପି ହେଇଯାଏ ଲୋକଙ୍କୁ ଲୁହ ଦେଖେଇଲେ ଲୋକଙ୍କୁ ଆମେ ପେଣ୍ଡେଲ ଉପରେ ଲୁହ ଦେଖାଉଛୁ କିନ୍ତୁ ନିଜ ଲୁହଟା ଆମ ନିଜ ଭିତରେ ଆମେ ଚାପି ରଖୁଛୁ। କଷ୍ଟ ଲାଗେ ଯେ ଏତେ ବଡ଼ କଳାକାର କିନ୍ତୁ ତା ଜୀବନରେ ଏତେ ବଡ଼ ଦୁଃଖ। ବହୁତ ଘଟଣା ଘଟିଛି ଦୁଃଖ ତ ନ ରହିଲେ ସୁଖର ଅନୁଭୂତି ମିଳିବ ନାହିଁ ସବୁ ମଣିଷ ଜୀବନରେ ଦୁଃଖ ନିଶ୍ଚିତ କିଛି କିଛି ରହିଛି। ସବୁ କଳାକାର ପ୍ରାୟତଃ ଯାତ୍ରାରେ ହିଁ ମ୍ୟାରେଜ୍ କରନ୍ତି ଆପଣ ମ୍ୟାରେଜ୍ କରିନାହାନ୍ତି ଯାତ୍ରାରେ ଏମିତି କାହିଁକି ରିଜନ୍? ମୋ ପାଇଁ ବା ଭଗବାନ ଗୌରକୁ ଗୌରୀ ଦେଇଛନ୍ତି ତ ଯାତ୍ରାରେ ଆଉ ମ୍ୟାରେଜ୍ କରିବା କ'ଣ ଆବଶ୍ୟକ? ଯାତ୍ରାରୁ ଆସିଲା ପରେ ମ୍ୟାରେଜ୍ କଲେ ନା ଯାତ୍ରା ପୂର୍ବରୁ ମ୍ୟାରେଜ୍? ନାଇଁ ମୁଁ ଯାତ୍ରା ଆସିବା ପୂର୍ବରୁ ମ୍ୟାରେଜ୍ କରିଦେଇଥିଲି ବଞ୍ଚି ଯାଇଛି। ମ୍ୟାଡ଼ାମଙ୍କର କମ୍ପ୍ଲେନ୍ କୌଣସି ହୁଏନି କେବେ ଯାତ୍ରାରେ? ହଁ କମ୍ପ୍ଲେନ୍ ତ ଥିଲା ମୁଁ ଯେତେବେଳେ ଷ୍ଟୁଡ଼ିଓ କରିଥିଲି ମୁଁ ଲିଫ୍ଟିକେସନରେ ଏନ୍ଏମ୍ଆର୍ ପୋଷ୍ଟରେ ଥିଲି ଯେତେବେଳେ ଗଭର୍ଣ୍ଣମେଣ୍ଟ VRS ଦେଇଦେଲା ତାପରେ ଫଟୋ ଷ୍ଟୁଡ଼ିଓ କରିଥିଲି ଫଟୋ ଷ୍ଟୁଡ଼ିଓ ପରେ ଯାତ୍ରାକୁ ଆସିଲି ଆଉ ଯାତ୍ରାକୁ ଆସିଲି ଯେତେବେଳେ ସମସ୍ତଙ୍କର ମନ ଦୁଃଖ ଥିଲା ବିଶେଷ କରି ମୋ ଶଳାମାନେ ସବୁ 2 ଜଣ ଶଳା BSNL ସର୍ଭିସ୍ କରିଥିଲେ ଆଉ ମୋ ସ୍ତ୍ରୀ ବି ସମସ୍ତଙ୍କ ମନ ଦୁଃଖ ଥିଲା ମୋ ସଡ଼ୁ ଜଣେ ବି ଥିଲେ BSNL STO ସିଏ ବି ମାନେ ସମସ୍ତଙ୍କ ମନ ଦୁଃଖ ଥିଲା କିନ୍ତୁ ଯେତେବେଳେ ଯାତ୍ରାରେ ରହିଲି ମୁଁ ରହିଲା ପରେ 2 ବର୍ଷ 3 ବର୍ଷ 4 ବର୍ଷ ଚାଲିଗଲା ପରେ ଯେଉଁ ମୋର କ୍ରେଜ୍ଟା ବଢ଼ି ଚାଲିଲା ସେତେବେଳଠୁ ସମସ୍ତେ ଖୁସି ହେଲେ ମିସେସ୍ ବି ଖୁସି ହେଲେ ଏବଂ ଆଜି ଯାହା ହଉ ସମସ୍ତଙ୍କ ଆଶୀର୍ବାଦ ଭଲ ପାଇବା ଥିଲା ବୋଲି ସାରା ଓଡ଼ିଶାରେ ଜଣେ ଗୌର ଦାସ ବୋଲି ମୁଁ ଆପାତତଃ ଚିହ୍ନା ହେଇପାରିଛି ସେଇଟା ବଡ଼ କଥା। ଗୌର ଦାସଙ୍କ ପାଇଁ ସାରା ଓଡ଼ିଶା ବିଖ୍ୟାତ ଆଉ ହିରୋ ହିସାବରେ ବହୁତ ଲୋକ ନିଶ ରଖନ୍ତି ନାହିଁ ଆପଣ ନିଶ ରଖିଥିବା ହିରୋ ଓଡ଼ିଆରେ ଯେମିତି ଅନିଲ କାପୁର ହିନ୍ଦୀରେ ସେମିତି ତାପରେ କିଛି ମାନେ ଏମିତି ରଖିବା ପାଇଁ ଇଚ୍ଛା ହେଲା ନା ରହୁ ରହିଗଲା? ନିଶଟା ଆକ୍ଚୁଆଲି ମୋର ଫେଭରାଇଟ୍ ନିଶ ପ୍ରଥମରୁ ରହିଥିଲା କିନ୍ତୁ ଆପଣମାନେ ଦେଖିଥିବେ କି ନାହିଁ ପାର୍ବତୀ ଗଣନାଟ୍ୟରେ ଗୋଟିଏ ନାଟକ କରିଥିଲି ସେତେବେଳେ ପାର୍ବତୀ ଗଣନାଟ୍ୟରେ ଘୁଙ୍ଗୁର କାନ୍ଦୁଛି ସେ ନାଟକରେ ପ୍ରଥମ ସିନ୍ ଥିଲା ଯେ ହିରୋ ହିରୋଇନ୍ ମାନେ ଡ୍ରାମା କରୁଛନ୍ତି ରାଧାକୃଷ୍ଣ ତ କୃଷ୍ଣ ତ ଆଉ ନିଶ ରଖିବେନି ମୁଁ ସେତେବେଳେ ନିଶ କାଟିଥିଲି ଆଉ ସେତେବେଳେ ବହୁତ ଭଲ ଲାଗୁଥିଲା ଆଉ ସେ ସମୟର ବର୍ଷେ 2 ବର୍ଷ ମୁଁ ପ୍ରାୟ ନିଶ ରଖିନଥିଲି ସେତେବେଳେ ଭଲ ଲାଗୁଥିଲା କିଛି ଅସୁବିଧା ନଥିଲା। ଆମେ କିଛି ବର୍ଷ ପୂର୍ବରୁ ଗୌର ଦାସକୁ ଦେଖିଥିଲୁ ଇଲେକ୍ସନ ରାଜନୈତିକ ମଇଦାନରେ ପ୍ରଚାର ପାଇଁ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଯାଇଥିଲେ ହଁ ଭବିଷ୍ୟତରେ ସେମିତି ରାଜନୀତି ମଇଦାନକୁ ଓହ୍ଲାଇବାର ଅଛି କି ସେମିତି କିଛି ଲକ୍ଷ୍ୟ ରଖିଛନ୍ତି? 1994 ତ ମୁଁ ଯାତ୍ରାକୁ ଆସିଲି
ରାଜନୀତି ପ୍ରତି ମୋର ସତ କଥା କହୁଛି ସେତେ ଆଗ୍ରହ ନାହିଁ, କିନ୍ତୁ ଲୋକଙ୍କର ବହୁତ ଭଲ ପାଇବା ରହିଛି। ଆଉ 2014 ପାଖରୁ ବହୁତ ଲାଗିଲେଣି ଭୋଗରାଇ ଜଳେଶ୍ୱର ଯେ ଆମେ କିଛି ସମସ୍ତେ ସହଯୋଗ କରିବୁ, ତୁମେ ରାଜନୀତିକୁ ଆସ। କହି ହେଉନି, ଇଚ୍ଛା ତ ନାହିଁ, କିନ୍ତୁ ଯେଉଁଟା ଆମେ କହୁଛୁ ଭଗବାନଙ୍କର ନିର୍ଦ୍ଦେଶକୁ ଆମେ କ'ଣ ସମୟ ନିର୍ଦ୍ଦେଶକୁ ତ ଆମେ ନିଜେ ତାକୁ ପରିବର୍ତ୍ତନ କରିପାରିବୁ ନାହିଁ। ତେଣୁ ଯଦି ସେମିତି କିଛି ସମୟ ଆସେ ତ ଦେଖାଯିବ କ'ଣ ହେଉଛି। ନାଇଁ, ଗୌରଦାସଙ୍କ ଆନ୍ତରିକତା ଇଚ୍ଛା ଅଛି କି ସେ ଅଞ୍ଚଳର ଜଳେଶ୍ୱର ଅଞ୍ଚଳର ଉନ୍ନତି ପାଇଁ କିମ୍ବା ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ କିମ୍ବା ନାଇଁ ଇଚ୍ଛା ତ ଅଛି। ମୋର ଗୋଟେ ବଡ଼ ସଂସ୍ଥା ଅଛି, ମୋର NGO ସଂସ୍ଥା ଗୋଟେ କରିଛି ମୁଁ। ମୋର ପ୍ରାୟ 4,000 4,500 ମେମ୍ବର ଅଛନ୍ତି। ବହୁତ ସେବା ଚାଲିଛି, କିନ୍ତୁ ମୁଁ କୌଣସି ସୋସିଆଲ ମିଡ଼ିଆରେ ମୁଁ ସେଗୁଡ଼ାକୁ ଛାଡ଼େ ନାହିଁ। ମୁଁ ଆମ ପିଲାଙ୍କୁ କହିଛି ଆମର ଯେଉଁ ଗ୍ରୁପ୍, ସେ ଗ୍ରୁପ୍ରେ ଆମେ ଏଇଆ କଲୁ ଛାଡ଼ିବୁ, କିନ୍ତୁ ଫେସବୁକ୍ରେ କୌଣସି କାମ ଛାଡ଼ିବ ନାହିଁ। ତେଣୁ ଚାଲିଛି ବହୁତ ସୋସିଆଲ ଅର୍ଗାନାଇଜେସନ୍। ଆଉ ଲୋକଙ୍କ ସେବା ତ ସେପଟେ ବି ହେଉଛି, କିଛି ଅସୁବିଧା ନାହିଁ। ମାନେ ପୋଖରୀ ସଫା କରିବା କଥା, ଗଛ ଲଗା ପାଖରୁ, କମ୍ବଳ ବଣ୍ଟନ ପାଖରୁ, କିଏ ଆକ୍ସିଡେଣ୍ଟ ହେଲା କି କ'ଣ ଅସୁବିଧାରେ ପଡ଼ିଲା ମିଡ଼ିଆକୁ କାହିଁକି ନାଇଁ, ମୁଁ ମିଡ଼ିଆକୁ ଶୁଣନ୍ତୁ, ଯେମିତି କଥାରେ ନାହିଁ ଦାନ କରି ଦେଖେଇ ହେବାଟା ଠିକ୍ ନୁହଁ। ତେଣୁ ଆମେ କର୍ମ କରି ଚାଲିଛୁ, ସେଇଟା ଆପେ ଆପେ ଯେତେବେଳେ ଫୁଲ ଫୁଟି ବାସିବ ସେତେବେଳେ ସମସ୍ତେ ଜାଣିବେ। ତେଣୁ ଚାଲିଛି 3-4 ବର୍ଷ ହେଲାଣି ସଂସ୍ଥା ଆରମ୍ଭ ହେଇକି, 5 ବର୍ଷ ହେଇଗଲାଣି ଚାଲିଛି। ମୋର ମାନେ ସଙ୍ଗୀତ ସ୍କୁଲ ବି 4ଟା ଚାଲିଛି। ଏମିତି ବହୁତ କିଛି କାମ ଚାଲିଛି, ସେବା ଚାଲିଛି। ତେଣୁ ଦେଖାଯାଉ ସମୟ କ'ଣ କହିବ। ଯଦି ରାଜନୀତି ମଇଦାନକୁ ଆସନ୍ତି କେଉଁ ପାର୍ଟିକୁ ପ୍ରିଫର କରିବେ? ସେଇଟା ବି ମୁଁ କହିପାରିବିନି ବର୍ତ୍ତମାନ କିଛି। କହିବା ଆଗରୁ ଦେଖନ୍ତୁ, ମନସା ଚିନ୍ତିତଂ ବାକ୍ୟ ବଚସା ନ ପ୍ରକାଶୟେତ୍। ତେଣୁ ଆମେ କ'ଣ କରିବା ନ କରିବା ମନ ଭିତରେ ତ ଅଛି। ଆଉ ସେଇଟା ଏବେଠୁ ପ୍ରଚାର କରିଦେଲେ କହିଦେବାଟା ବି ଠିକ୍ ନୁହଁ। ଥାଲାପତି ବିଜୟ ଯେ କି ମୁଖ୍ୟମନ୍ତ୍ରୀ ହେବା ପାଇଁ ବାହାରିଲେଣି, ଆଜ୍ଞା, ସେମିତି ଗୌରଦାସ ବି ମୁଖ୍ୟମନ୍ତ୍ରୀ ହେଇପାରିବେ? ନାଇଁ ଆଜ୍ଞା, ଆମେ ସେତେ ବଡ଼ ଆଶା ରଖିବୁ ନାହିଁ। ସିଏ କାହିଁ କହିଲା ରାମଚନ୍ଦ୍ର କାହିଁ ରାମ ଭଣ୍ଡାରୀ। ଆଉ ଥାଲାପତି ବିଜୟ ସିଏ ଜଣେ ସୁପରଷ୍ଟାର, ଆମେ ଯାତ୍ରା ଷ୍ଟାର। ଆମେ କ'ଣ କରିପାରିବୁ ନ ପାରିବୁ ସେଇଟା ଭଗବାନଙ୍କ ଉପରେ ନିର୍ଭର କରେ, ଲୋକମାନଙ୍କ ଉପରେ। ଭଗବାନ ତ ଆମେ ଦେଖିନୁ, କିନ୍ତୁ ଆମେ ଦର୍ଶକ ରୂପୀ ଭଗବାନଙ୍କୁ ଦେଖିଛୁ, ଯେଉଁମାନେ କି ଆମକୁ ଭଲ ପାଆନ୍ତି। ସେମାନେ କହିବେ, ସମୟ କହିବ କ'ଣ ହେବ ନ ହେବ। ବିଜୟକୁ ଯେମିତି ସେଠି ଭଲ ପାଉଛନ୍ତି, ଗୌରଦାସକୁ ମଧ୍ୟ ଓଡ଼ିଶାରେ ସେମିତି ଭଲ ପାଉଛନ୍ତି। କଳାକାର ତ କଳାକାର, ସେଥିରେ କିଛି ଅସୁବିଧା ନାହିଁ। ତ ସିଏ ଯଦି ମୁଖ୍ୟମନ୍ତ୍ରୀ ହେଇପାରିଲେ ଗୌରଦାସ କାହିଁ ହେଇପାରିବେନି? ଦେଖିବା କ'ଣ ହେଉଛି, ଠାକୁର କ'ଣ କରୁଛନ୍ତି। କିନ୍ତୁ ମୁଁ କେଉଁ ପାର୍ଟି କଥା ମୁଁ କହୁନି, ସବୁ ପାର୍ଟି ଯେଝା କାମରେ ଯେଝା ସମସ୍ତେ କାମ କରୁଛନ୍ତି। କିନ୍ତୁ ମୁଁ ବହୁତ ଭଲ ପାଉଥିଲି ଅଟଳ ବିହାରୀ ବାଜପେୟୀଙ୍କୁ, ଯାହାକି ଆଜି ଯଦି ଭାରତରେ କିଛି କାମ ହେଇପାରିଥାଏ ମୋ ଦୃଷ୍ଟିକୋଣରୁ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ହେଇଛି। ଆଉ ମୋ ବାପାଙ୍କୁ ଯେମିତି ଦେଖିବା ପାଇଁ ଅଟଳ ବିହାରୀ ବାଜପେୟୀଙ୍କୁ ବି ସେମିତି ଦେଖିବା ପାଇଁ, ତେଣୁ ମୁଁ ତାଙ୍କୁ ମୋ ବାପାଙ୍କ ଭଳିଆ ସମ୍ମାନ ଦେଉଥାଏ। ଯଦି ଭବିଷ୍ୟତରେ କୌଣସି ରାଜନେତା ହୁଅନ୍ତି, ଫାଷ୍ଟ କ'ଣ କମେଇବା ପାଇଁ ଚାହିଁବେ, କ'ଣ ବଢ଼ାଇବା ପାଇଁ ଚାହିଁବେ, କାହାକୁ ଉପରେ ଫୋକସ୍ କରିବେ? ଦେଖନ୍ତୁ, ଆଗ ବାଜପେୟୀ ଗୋଟିଏ କଥା କହିଥିଲେ ଯେ ଲୋକଙ୍କୁ ଟଙ୍କା ଦିଅନ୍ତୁ ନାହିଁ, ପଇସା ଦିଅନ୍ତୁ ନାହିଁ, କିନ୍ତୁ ଲୋକଙ୍କ ପାଖରେ ସୁବିଧା ପହଞ୍ଚେଇ ଦିଅନ୍ତୁ। ଲୋକଙ୍କ ଘର ପାଖକୁ ରାସ୍ତା କରିଦିଅନ୍ତୁ, ଇଲେକ୍ଟ୍ରିକ୍ ଯୋଗାଇ ଦିଅନ୍ତୁ, ପାଣି ଯୋଗାଇ ଦିଅନ୍ତୁ। ତେଣୁ ଆମେ କର୍ମ କଲେ ମଣିଷ ବଞ୍ଚିବ, ବିନା କର୍ମରେ ବଞ୍ଚିପାରିବନି। ଆମେ ଯଦି ସମସ୍ତଙ୍କୁ ସୁବିଧା ଯୋଗାଇ ଦେବୁ, ସବୁ ପ୍ରକାର ସୁବିଧା ଯୋଗାଇ ଦେବୁ, ତାହେଲେ ତ ସେ ଭଲ ଭାବରେ କାମ କରିକି ନିଜ ପେଟ ପୋଷି ପାରିବେ ସେ ମଣିଷଟି। ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ଯୋଜନା ଦେଇ ଦେଉଛନ୍ତି, ମାଗଣା ଯୋଜନା, ସେଇଟା ମୁଁ ଭାବୁଛି ଠିକ୍ ନୁହଁ। କର୍ମ ନ କଲେ ଖାଇବୁ କାହିଁକି ଆମେ? ତେଣୁ କର୍ମ ହିଁ ଭଗବାନ, ସମସ୍ତେ କର୍ମ କରିବା ଉଚିତ। କିନ୍ତୁ ସରକାର ଏଇଆ କରିବା କଥା ଯେ ସମସ୍ତଙ୍କ ପାଖରେ ସୁବିଧାଟା ଯୋଗାଇ ଦେବା ଦରକାର। ଏ ତ ଗଲା ପଲିଟିକାଲ କ୍ୟାରିୟର କଥା। ଆଉ ଗୋଟେ ଜାଣିବାକୁ ଚାହିଁବୁ, ଯାତ୍ରାରେ ଆପଣଙ୍କର ଏବେ ଯେତେ ଅନୁଷ୍ଠାନ ବଢ଼ି ଚାଲିଛି ଦିନକୁ ଦିନ, ପୁଣି କିଛି ଅନୁଷ୍ଠାନ ଧୋଇ ହେଇଯାଉଛି ମଧ୍ୟ। କିଛି କଳାକାର ମଧ୍ୟ ସୋସିଆଲ ମିଡ଼ିଆକୁ ଆସିକି ତାଙ୍କର ବିଷୋଦ୍ଗାର କରୁଛନ୍ତି, ସେଇଟା କେତେ ଦୂର ଯାତ୍ରା ପାଇଁ ଭଲ? ନାଇଁ ଦେଖନ୍ତୁ ଆଜ୍ଞା, ସେ କଥାଟା ମୁଁ କହିଛି। ଆମେ ଯାତ୍ରା ଅନୁଷ୍ଠାନ ଗୋଟେ ଆଜକୁ 50 ବର୍ଷ ଧରି ଚାଲିଛି କି ବେଶୀ ହେଲାଣି, 60-70 ବର୍ଷ ହେଇଯିବ ଯାତ୍ରା ଚାଲିଛି। ତେଣୁ ମୋ କହିବା କଥା, ଯାହାକି ଆମେ ସବୁ ସଂସ୍ଥାରେ, ଆପଣ ଚଳଚ୍ଚିତ୍ର କରନ୍ତୁ, ସିରିଏଲ୍ କରନ୍ତୁ, ଯିଏ ସର୍ଭିସ୍ କରିଛି, ପ୍ରାଇଭେଟ୍ କମ୍ପାନୀରେ ସର୍ଭିସ୍ କରିଛି, ସମସ୍ତେ ଦିନରେ ଡ୍ୟୁଟି ସାରି ରାତିରେ ଘରକୁ ଫେରୁଛି।
ମାନେ ନିଜ ସଂସାର କଥା ବୁଝିପାରୁଛି। କିନ୍ତୁ ଯାତ୍ରା ସଂସ୍ଥା ଗୋଟେ ଏମିତି ଆମେ ଘର ଦ୍ୱାର ବାପା ମା ପିଲା ଛୁଆଙ୍କୁ ଛାଡ଼ି ଆମେ ବର୍ଷ ବର୍ଷ ବାହାରେ ରହୁଛୁ। ତେଣୁ ଏଠି ଯେଉଁମାନେ ଆମେ ରହୁଛୁ ଏଠି ଗୋଟେ ଘର ଭଳିଆ ରହୁଛୁ। ଏଠି ଆମେ ବାପା ମା ଭାଇ ଭଉଣୀ ରହୁଛୁ। ତେଣୁ ଏଠି ଯଦି ଆମେ ଆମ ସମସ୍ତଙ୍କ ଭିତରେ ବଡ଼କୁ ସମ୍ମାନ ଛୋଟକୁ ସ୍ନେହ ଦେଇ ନିଜ ପରିବାର ଭଳି ଚଳିପାରିବୁ ତାହେଲେ ନିଶ୍ଚିତ ଭାବରେ ଆମର ଯାତ୍ରା ସଂସ୍ଥା ଠିକ୍ ଭାବେ ରହିବ। ତେଣୁ ଏଇ ଯେଉଁ ମିଡ଼ିଆ ଆଗକୁ ଆସି ମାନେ ୟା ବିରୁଦ୍ଧରେ ତା ବିରୁଦ୍ଧରେ କହିବା ଠିକ୍ ନୁହଁ। ତେଣୁ ଆମର କୌଣସି ଗୋଟେ ଡିସ୍ପ୍ୟୁଟ୍ ହେଲା ମୋ କାହା ସାଙ୍ଗରେ ଝଗଡ଼ା ହେଲା ମାଲିକ ସାଙ୍ଗରେ କେଉଁ କଥା ନେଇ ଘର କରି ଯେମିତି କଳି ଅଛି ସେମିତି ସଂସ୍ଥାରେ ବି କଳି ଅଛି ଝଗଡ଼ା ଅଛି। ମୋତେ କେଉଁଟା ପସନ୍ଦ ହେଲାଣି ସେଟା ଆମେ ଆମ ଭିତରେ ବସି ଆଲୋଚନା କରି ତାକୁ ସମାଧାନ କରିବା ଉଚିତ। ସବୁ କଥାକୁ ମିଡ଼ିଆ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ତେଣୁ ମୁଁ ସବୁ କଳାକାର ଏବଂ ପ୍ରଯୋଜକ କମିଟି ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯାତ୍ରା କେମିତି ଭବିଷ୍ୟତକୁ ଭଲ ରହିବ ଲୋକେ ଭଲ କହିବେ। ଆଉ ଆମ ଭିତରେ ଯେକୌଣସି କଥା ଆମ ଭିତରେ ଆପୋଷ ମାନେ ସେଟାକୁ ମିଳାମିଶା କରି ମାଲିକଙ୍କ ସହିତ ବୁଝାମଣା କଳାକାର ଭିତରେ ବୁଝାମଣା ହେଇ ଆମ ଭିତରେ ରଖିବା ଉଚିତ। ସେଇଟା ସର୍ବସମ୍ମୁଖକୁ ଆସିଲେ ବର୍ତ୍ତମାନ ସର୍ବସମ୍ମୁଖକୁ ଦେଇ ସେଇଟା ଭୁଲ ହେଇଯାଉଛି। ଯାହାକି ଦର୍ଶକଙ୍କର ଭଲ ପାଇବାଟା ଯେଉଁ କଳାକାରମାନଙ୍କ ପ୍ରତି ଥିଲା ତା ଆସ୍ତେ ଆସ୍ତେ କମି କମି ଯାଉଛି। ଆଉ ଗୋଟେ ପିୟୁଷ ମଝିରେ ପିୟୁଷ ଦିଦିରା ଯାତ୍ରା ପାର୍ଟିରୁ ପଇସା ଆଣିଲେ ତାକୁ ଦେଖନ୍ତୁ ଆଜ୍ଞା ସିଏ କିଏ କେଉଁଟା କଲା ସେଇଟା ଠିକ୍ ନୁହଁ। ମୋ କହିବା କଥା ସିଏ ଯିଏ ବି ହଉ ୱାନ୍ ପର୍ସନ୍ ଯିଏ ବି ହଉ ମୁଁ ରହିବି ନାହିଁ ଏଠି ଅଲଗା ପାର୍ଟିରୁ ପଇସା ଆଣିଛି। ମୁଁ ଖୋଲା କଥା କହୁଛି ମୁଁ ଏ ବର୍ଷ ଶିବାନୀକି ମନା କରିଦେଇ ମୁଁ ଆଣିଲି ବିଶ୍ୱ ଦରବାରରୁ। ତାପରେ 3-4 ପାର୍ଟି ଅଫର୍ ଆସିଛି। ମୁଁ ଯଦି 3-4 ପାର୍ଟିରୁ ପଇସା ଉଠିଦେବି କ'ଣ ହେବ? ବଦନାମ ହେଇଯିବ। ତେଣୁ ମୁଁ ଗୋଟେ ଜାଗାରେ ରହିବି ନାହିଁ ମାଇଣ୍ଡ ମେକଅପ୍ ନେଲି ମୋର କୌଣସି ସୁବିଧା ହେବ ସେଠି କ'ଣ ସୁବିଧା ମିଳିଲା ମୁଁ ସେଠିକି ଯିବି ଗୋଟେ ଜାଗାରୁ ପଇସା ଆଣିଲି ମୁଁ ସେଠିକି ଯିବି। ତେଣୁ ଆମ କଳାକାର ଭାଇମାନଙ୍କୁ ବି ସେଇଟା ମୋର ଅନୁରୋଧ ଯେ ମାଲିକଙ୍କୁ ହଇରାଣ କରନ୍ତୁ ନିଜ ହଇରାଣ ହୁଅନ୍ତୁ ନାହିଁ। ଏଇଟା ହେଉଛି ବଡ଼ କଥା। ଯେଉଁଠିକି ଯିବା ଗୋଟେ ଜାଗାକୁ ଆମେ ସିଦ୍ଧାନ୍ତ ନେବା ଏଇଠି ଯିବା ପଇସା ଧରିବା। ଆମେ ଏତିକି ଡିମାଣ୍ଡ କରିବା ନାହିଁ ମୁଁ ଏତିକି ପଇସା ନେବି। ଦେଇପାରିବି କି? ଯଦି ଦେଇପାରିବି କୁହନ୍ତୁ ଯିବା। ଏଠି ଯଦି 5 ହେଲା ଆଉ କିଏ 2 ବଢ଼େଇ ଦେଲା 7 ଏଠୁ ଛାଡ଼ି ସେଠୁ ଯିବା ସେଇଟା ଠିକ୍ ନୁହଁ। ଆପଣ କହିଲେ ଯେ କମିଟମେଣ୍ଟ ଗୋଟେ ରହିବ। କମିଟମେଣ୍ଟ ଗୋଟେ ରହିବା ଦରକାର। କମିଟମେଣ୍ଟ ନହେଲେ ଭୁଲ ହେଇଯାଉଛି। ଭୁଲ ହେଇଯାଉଛି ନିଶ୍ଚିତ ଭାବରେ। କଳାକାର ହିସାବରେ ଯେ ଯେଉଁମାନେ ଅଧିକା ଡିମାଣ୍ଡ କରିବେ ଏବେ ଗୌରଦାସ ଯଦି ପଚରାଯିବ ଯେ ଗୌରଦାସ କେତେ ପାରିଶ୍ରମିକ ପାଆନ୍ତି? ଦେଖନ୍ତୁ ସେ ପାରିଶ୍ରମିକ କଥା କହିକି ମୋତେ ବହୁତ ଲୋକ ମାନେ ପଛରେ ଆଲୋଚନା କରୁଛି। ପାରିଶ୍ରମିକ ମୁଁ ଯେଉଁଟା ଆଶା କରିନଥିଲି ମୋ ଆଶାଠୁ ଆହୁରି 5 ଗୁଣା ମୁଁ ଅଧିକା ପାଉଛି। ଭଲ ଅଛି କିଛି ଅସୁବିଧା ନାହିଁ। ଯେଉଁ କଳାକାର ପାରିଶ୍ରମିକଟା ପାଇବା ନିଜ ଉପରେ ନିର୍ଭର ନାହିଁ ଦର୍ଶକ ଯେତେ ଭଲ ପାଇବେ ପାରିଶ୍ରମିକ ବଢ଼ି ଚାଲିବ। ଆଉ କେତେ ବର୍ଷ ପର୍ଯ୍ୟନ୍ତ ଗୌରଦାସ ଯାତ୍ରା କରିବେ? ଯାତ୍ରା ଆକ୍ଚୁଆଲି ମୋ ମନ ଭିତରେ ଅଛି ଆଉ ମାନେ ଯେଉଁଟା 60ରେ ଯେମିତି ଗଭର୍ଣ୍ଣମେଣ୍ଟ ରିଟାୟାର୍ଡ ଦେଇ ଦେଉଛି ସେମିତି। ତେଣୁ ମୁଁ ଭାବିଛି ଆଉ 2-3-4 ବର୍ଷ ଭିତରେ କାହିଁକିନା ଘରୋଇ ସମସ୍ୟା ବଢ଼ି ଚାଲିଛି ଆଉ ପିଲାଛୁଆ ବାହାରକୁ ଗଲା ପରେ ମିସେସ୍ ଏକା ହେଇଯାଉଛି। ତେଣୁ ତାଙ୍କୁ ବି ଆମେ କିଛି ସମୟ ଦେବା ଦରକାର ପରିବାର ପ୍ରତି କିଛି ସମୟ ଦେବା ଦରକାର। ତେଣୁ ଆଉ 2-3 ବର୍ଷ ମୋ ଟାର୍ଗେଟ୍ ଅଛି 2-3 ବର୍ଷ ପରେ ବ୍ୟାକ୍ ଟୁ ପ୍ରେଭିଲିୟନ୍। ପୁଣି ରାଜନୀତି ମଇଦାନକୁ ଓହ୍ଲେଇବେ ନା? ନା ସେ କଥା କାହିଁ ଏମିତି ଯେମିତି ମୋର ସୋସିଆଲ ୱାର୍କରେ ଚାଲିଛି ଲୋକସେବା ସେମିତି ଚାଲିବ। ସମୟ କହିବ। ଆମେ ଯଦି ମୋ ମୁଣ୍ଡରେ ଯଦି ରାଜଟିକା ଥିବ କି ରାଜନୀତି ଥିବ ଯେମିତି ଲଲାଟେ ଲିଖିତ ଧାତା ନିହତ କର୍ମ ନ ଯାୟତେ ଯଦି ମୁଁ ଲେଖା ହେଇଥିବ ମୁଁ ତାକୁ ଏଡ଼େଇ ପାରିବିନି। ଜବରଦସ୍ତି ସେତେବେଳେ ଟାଣି ହେଇଯିବି। ତେଣୁ ସେତେବେଳେ ସମୟ କହିବ। ଏତେ ବର୍ଷ ହେଲା ଯାତ୍ରା ରହିଲେ ହିରୋ ଅନେକ ହିରୋଇନଙ୍କ ସହିତ ରୋମାନ୍ସ କରିଛନ୍ତି। କାହା ସହିତ ଆପଣ ଆକ୍ଟିଂ କରିବାକୁ ଭଲ ଲାଗେ? ନାଇଁ ଦେଖନ୍ତୁ ମୁଁ ସେଇ କଥାଟା ସବୁବେଳେ କହିଛି ମୁଁ ମୋ ସାଙ୍ଗରେ ଯିଏ ବି କରିଛି ମୁଁ ସମସ୍ତଙ୍କୁ କମ୍ଫର୍ଟ ଆଉ ସେଥିରେ କିଛି ଅସୁବିଧା ନାହିଁ। ଆଉ ସମସ୍ତେ ହିଁ କହିବେ ଯେ ଗୌରବ ଭାଇ କେତେ କମ୍ଫର୍ଟ ଆଉ କେତେ ଭଲ। ଘରେ ବିଗିଡ଼ି ନାହାନ୍ତି ଆପଣଙ୍କ ପ୍ରଥମ ନାଇଁ ସିଏ ତ ଜାଣିଛନ୍ତି ମୁଁ ଅଭିନୟ କରୁଛି ସେ କାହିଁ ବିଗିଡ଼ିବେ। ଆଉ ବିଗିଡ଼ିବାର ସମୟ ପଳେଇଗଲାଣି। ବିଗିଡ଼ିବାର ସମୟ କାହିଁ ପଳେଇଗଲାଣି। ମୁଁ ଯଦି ଏଇ ଲାଇନ୍ରେ କିଛି ଭୁଲଭାଲ କରିଥାନ୍ତି ତାହେଲେ ସେମାନେ ବିଗିଡ଼ିଥାନ୍ତେ। ଗୌରଦାସଙ୍କର ଗୋଟାଏ ବି କଳା ଦାଗ ନାହିଁ କାହିଁକି? ନା ସେ କଥା ମୁଁ କହିପାରିବିନି। କଳା ଦାଗ ମଣିଷ ଜୀବନରେ ଅଛି ଭଲରେ ମନ୍ଦରେ କିଛି ଅଛି। କିନ୍ତୁ ଯାତ୍ରା ଲାଇନ୍ରେ ମୁଁ ଠାକୁରଙ୍କୁ ଡାକୁଛି ଆଉ ଯେତେ ବର୍ଷ ବି ରହିବି ସେମିତି କଳା ଦାଗ ନ ଲାଗୁ। ଆସନ୍ତା ବର୍ଷ କେଉଁ ପାର୍ଟିକି ଯାଉଛନ୍ତି ଗୌରଦାସ? ଆଉ କ'ଣ? ମୁଁ ତ ଡିକ୍ଲେୟାର କରିସାରିଛି ଆସନ୍ତା ବର୍ଷ ଯାତ୍ରା ଶ୍ରୀ ବିଶ୍ୱ ଦରବାର ଆମ ବାଲେଶ୍ୱର ଅନୁଷ୍ଠାନ। ସେ ବହୁତ ଦିନ ମିଶ୍ର ବାବୁ କିଶୋର ମିଶ୍ର ସେ ବହୁତ ଦିନ ମୋତେ ଡାକୁଛନ୍ତି ମୁଁ ଯାଇପାରିନି ବହୁତ ଅଭିମାନ ବି କରିଛନ୍ତି। ତେଣୁ ମୁଁ ଦେଖିଲି ଆଉ ତ ଯେଉଁ 2-3 ବର୍ଷ ଯାତ୍ରା ରହିବି କି ନାହିଁ ଆଉ ତେଣୁ 2 ବର୍ଷ ତାଙ୍କ ସହିତ ଏଗ୍ରିମେଣ୍ଟ କରିଛି
ବିଶ୍ୱ ଦରବାରରେ ଆଉ ହଁ ଏଠି ଆଉ କିଏ କିଏ କଳାକାର ଆସୁଛନ୍ତି ଆପଣଙ୍କ ସହିତ ନା ଜାଣିନାହାନ୍ତି? ହଁ ହଁ ଜାଣିଛି ମୋ ସହିତ ସେଠି ବର୍ତ୍ତମାନ ଜୁଲି ପଣ୍ଡା ଯାଉଛନ୍ତି ଏବଂ ଜୁଲି ପଣ୍ଡା। ହଁ ତୁଳସୀ ଜୁଲି ପଣ୍ଡା ଯାଉଛନ୍ତି ତାପରେ ଆପଣଙ୍କର ସେ ତୋଫାନ ବୋଲି ଗୋଟେ ପିଲା ଯାଉଛି ଜିନା ବାବୁସାନ ଯାଉଛନ୍ତି ଆଉ ସେଠି ସତ୍ୟ ବୋଲି ଜଣେ ଖଳନାୟକ ଅଛି ଆଉ ଆପଣଙ୍କର ମାତନ ଆଉ ଜଣେ ସେ ଝିଅ ଲିଙ୍କନ ତାପରେ ଇଏ କାଳି କାଳି ଯେଉଁ ମା ରୋଲ୍ କରୁଥିଲା କାଳି ସିଲୁ ଆଉ ଜୟନ୍ତ ବାରିକ ଭଲ ବଢ଼ିଆ ଭଲ ଭଲ ଆର୍ଟିଷ୍ଟ ସବୁ ପକେଇଛନ୍ତି କିଛି ଅସୁବିଧା ନାହିଁ। ଯାତ୍ରାରେ ଆଗରୁ ଯେଉଁ କାହାଣୀ ଆସୁଥିଲା ଯେ ବ୍ୟକ୍ତି ବିଶେଷକୁ ନେଇ ଆସୁଥିଲା ଆପଣଙ୍କ ନାଁକୁ ନେଇ ମଧ୍ୟ ଆସିଛି ଦୈତାରୀ ପଣ୍ଡାଙ୍କ ନାଁକୁ ନେଇ ଆସିଛି ତାକୁ ନେଇ ବହୁତ ବିବାଦ ହେଲା କିନ୍ତୁ ସେ ବହି ହିଟ୍ ହେଲା କିନ୍ତୁ ସେ ସେମିତି କାହାଣୀ ହେବା ଦରକାର ନା ହେବା ଦରକାର ନାହିଁ। ନାଇଁ ନାଇଁ ଦେଖନ୍ତୁ ଯାତ୍ରାରେ ନାଁକୁ ନେଇକି ବହୁତ ନାଟକ ହେଇଛି କିନ୍ତୁ ମୋ ନାଁରେ ବି 3ଟି ନାଟକ ହେଇଛି ଗୋଟିଏ ନୁହଁ ଏ ଗୌରା କାହିଁ କାନ୍ଦୁଛୁ କହ ଗୌର ଦାସ କାହାର ଦୋଷ କେତେ କାନ୍ଦିବୁରେ ଗୌର ଦାସ ଆଉ ଏବେ ବି ଗୋଟେ ପ୍ରସ୍ତୁତି ପତେ ଅଛି ଗୌର ଦାସର ଗୁରୁ ଦକ୍ଷିଣା ତ ଗୁରୁ ଦକ୍ଷିଣା ଦେଇକି ଯାତ୍ରାରୁ ଆମେ ବିଦାୟ ନେବୁ ଶୁଣନ୍ତୁ ଏଇଟା ହେଉଛି ମାଲିକଙ୍କ ଉପରେ ନିର୍ଭର କରେ କାହା ନାଁରେ ତାଙ୍କର ସେତିକି କନଫିଡେନ୍ସ ରହିଲେ ଯେ ମୁଁ ଏଇ ଆର୍ଟିଷ୍ଟର ନାଁରେ କଲେ ମୋ ନାଟକ ଭଲ ଚାଲିବ ତେଣୁ ମାଲିକଙ୍କ କନଫିଡେନ୍ସ ଉପରେ ନିର୍ଭର କରେ ବିବାଦ ହେବା ନ ନେବା ଦେଖନ୍ତୁ ଯେ ଖାଲି ମୋ କହିବା କଥା ଗୋଟିଏ ନାଁ ବର୍ତ୍ତମାନ ଦୀପକ ଜାନାଙ୍କ ଡକ୍ଟର ଦୀପକ ଜାନାଙ୍କ ନାଟକ ଡିକ୍ଲେୟାର ହେଇଯାଇଛି ବିଶ୍ୱ ଦରବାରରେ ଯେ ଢୋଲିଆ ତ ଗୋଟେ ପର୍ସନ୍ ତା ନାଁ ହେଉଛି ଧରାଯାଉ ସେଥିରେ ନାଁଟା ଦିଆଯିବ ଗୌର ଦାସ ତାହେଲେ ସେଇଟା ତ ଗୋଟେ ପର୍ସନର ନାଁ ତେଣୁ କାହା ନାଁକୁ ନେଇ କଲେ ଯେ ସେମିତି ବିବାଦ ହେବା କାହାର କ'ଣ ପାଇଁ ମୁଁ କିଛି ବୁଝିପାରୁନି ମୋର ଆଜି ଗୋଟେ ନାଟକ ହେଉଛି ଆମର ଶିବାନୀରେ ଏଇ ମନ କାଶୀ ବୃନ୍ଦାବନ ସେଥିରେ ମୋ ନାଁ ହେଉଛି ଦେବବ୍ରତ ଯଦି ମୋ ନାଁଟା ଆକ୍ଚୁଆଲି ଦେବବ୍ରତ ହେଇଥାନ୍ତା ତାହେଲେ ଫରକ କ'ଣ ଯେ ଗୋଟେ କ୍ୟାରେକ୍ଟର ନାଁ ତ କିଛି ରହିବ ତେଣୁ ସେଇଟା ଗୋଟେ କାହା ନାଁରେ ହେଲା ଅସୁବିଧା କ'ଣ ଯଦି ସେ ନାଁକୁ ନେଇ ନାଟକଟି ହିଟ୍ ସୁପର ହିଟ୍ ହେଇପାରୁଛି ସେଥିରେ ଅସୁବିଧା କିଛି ନାହିଁ। ମଝିରେ କଳାକାରମାନେ ଅନେକ ଜାଗାରେ କମ୍ପ୍ଲେନ୍ କଲେ ଯେ ରାଇଟର ମାନେ ତାଙ୍କ କାହାଣୀରେ ପ୍ରାଧାନ୍ୟ ଦେଉନାହାନ୍ତି ପର୍ଟିକୁଲାର ଜଣେ ଦୁଇ ଜଣଙ୍କୁ ନେଇ କାହାଣୀ କରିଦେଉଛନ୍ତି। ମୁଁ କହୁଛି ଆଜ୍ଞା ଦେଖନ୍ତୁ ସେଇ କଥାଟା କହୁଛି ମାଲିକ ପ୍ରଯୋଜକ ଏଇଟା ତାଙ୍କ ଭିତରେ କ'ଣ ଆଲୋଚନା ହେଇକି ଖାଲି ନାଟକ କଥା ନୁହେଁ ଆପଣ ଚଳଚ୍ଚିତ୍ର ଦେଖୁନାହାନ୍ତି ତେଣୁ ସିଏ ତାଙ୍କର ବେପାର କରୁଛନ୍ତି ବ୍ୟବସାୟ କରୁଛନ୍ତି ତାଙ୍କ ଯେଉଁଟା ଶୋଇବ ଭଲ ଲାଗୁଛି ସିଏ କରୁଛନ୍ତି ଆଉ ମୁଁ ଆଜି ପର୍ଯ୍ୟନ୍ତ 30-31 ବର୍ଷ ହେଇଗଲାଣି କେଉଁ ରାଇଟର ଡିରେକ୍ଟର କହିବେନି ଯେ ଗୌର ଦାସ କହିଛି ମୋ ନାଁରେ ଏଇଟା ଲେଖନ୍ତୁ ମୋ ଉପରେ ପ୍ରାଧାନ୍ୟ ଦିଅନ୍ତୁ ମୁଁ ଏଇଟା ବଡ଼ ମାନେ ଜୋର ଦେଇ କହୁଛି ମୁଁ ଆଜି ପର୍ଯ୍ୟନ୍ତ କେବେ ବି କାହାକୁ କହିନାହିଁ ଆଜ୍ଞା ଏଇଟା କରନ୍ତୁ ଯେଉଁ ସାର୍ ଯେମିତି କରିଛନ୍ତି ମୁଁ ମୁଣ୍ଡ ପାତି ଦେଇଛି ଠିକ୍ ଅଛି ଚରିତ୍ର ତ ଗୋଟେ ଆମେ କରିବୁ ଅସୁବିଧା କ'ଣ ସାଲିସ କରିନାହାନ୍ତି କେବେ କାହା ସହିତ କେହି ବି ଯଦି କହିଦେବେ କେଉଁ ରାଇଟର ଡିରେକ୍ଟର ଯେଉଁ ଗୌର ଦାସ ମୋ ସହିତ ସାଲିସ କରିଛନ୍ତି ତାହେଲେ ମୁଁ କହିଲା ଭଳିଆ ମାନେ କଳାକାର ଗୌର ଦାସ ଆଉ କଳାକାର ମାନେ ତାଙ୍କ ନାଁରେ ସେ ଗୋଟେ କ'ଣ କୁହନ୍ତିନି ଯେମିତି ମୁଁ ସେମିତି କହିବି ଯେ ନାଇଁ ମୁଁ ମୋ ଜୀବନରେ ଏଇଟା ଗୋଟେ ଭୁଲ କରିଛି ବୋଲି। ଗୌରଦାସ କାହାକୁ ଭୟ କରନ୍ତି? ଭୟ କରେ ମୁଁ ବଦନାମକୁ। ନାଇଁ ମାନେ ସବୁ ଭଲ ଭିତରେ ଗୋଟେ ବଦନାମ ହେଇଗଲେ ଲାଇଫରେ ତ ମାନେ ରହିବନି ନା ଆଜି ପର୍ଯ୍ୟନ୍ତ ଯେଉଁ ପ୍ରକାର ସବୁ ଭଲ ହେଇ ଚାଲିଛି ଯଦି ଗୋଟେ କିଛି ବଦନାମ ହେଇଯାଏ ସେଟାକୁ ଭୟ କରିବା ଉଚିତ। କାହାକୁ ଆପଣ ଭଲ ହିରୋ ହେଲେ ମାନନ୍ତି ଯାତ୍ରାରେ କେଉଁ କଳାକାରକୁ ଆପଣ ପସନ୍ଦ କରନ୍ତି ନା ୟାଙ୍କ ଆକ୍ଟିଂଟା ବହୁତ ଭଲ ମତେ କମ୍ଫର୍ଟେବଲ ଯାତ୍ରା ଜଗତରେ ଆକ୍ଚୁଆଲି ମୁଁ ଯେତେବେଳେ ପ୍ରଥମ ଆସିଲି ବହୁତ କଳାକାର ସେତେବେଳେ ଥିଲେ ମୁଁ କିନ୍ତୁ ଯାତ୍ରା ଜଗତରେ ବେଶୀ ଟିକେ ଭଲ ଲାଗୁଥିଲା ସେତେବେଳେ ଥିଲେ ମୋ ସାଙ୍ଗରେ ସୁଜୟ ମହାପାତ୍ର ଭଲ ଆର୍ଟିଷ୍ଟ ଜଣେ ସେ ଡ୍ରାମା ଡିପ୍ଲେ ଏବଂ ଆମର ଯେଉଁ କୈଳାସ ବେହେରା ଏମାନଙ୍କୁ ବହୁତ ଭଲ ପାଉଥାଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଆ ହଉ କି ହିନ୍ଦୀ ହଉ ଆମ ଓଡ଼ିଆରେ ହେମନ୍ତ ଦାସ ହେମନ୍ତ ଦାସ ତାକୁ ଏବଂ ମାନେ ହିନ୍ଦୀରେ ହେଲେ ବହୁତ ଫିଲ୍ମରେ ସୁପରଷ୍ଟାର ଜଣେ ଆମର ଅମିତାଭ ବଚ୍ଚନକୁ ବି ବହୁତ ମୁଁ ଲାଇକ୍ କରେ ଆଉ ରାଜେଶ ଖାନ୍ନାକୁ ବେଶୀ ପ୍ରାଧାନ୍ୟ ଦିଏ ରାଜେଶ ଖାନ୍ନା। କାହାକୁ ଫଲୋ କରି ଆକ୍ଟିଂ କରିବାକୁ ଚେଷ୍ଟା କରିଛନ୍ତି? ନାଇଁ ମୁଁ ସମସ୍ତଙ୍କୁ ଦେଖେ କାହାକୁ ଫଲୋ କରେନି ସମସ୍ତଙ୍କୁ ଅଭିନୟ ଦେଖେ ଚରିତ୍ରକୁ ନେଇକି ମୁଁ ଚରିତ୍ର ପରିବେଷଣ କରେ।
ଆଜି ପର୍ଯ୍ୟନ୍ତ କିଏ କହିବେ ନାହିଁ ଯେ ଗୌରଦାସ ତାଙ୍କୁ ଫଲୋ କରୁଥିଲେ। ଆମ ମାନେ ବହୁତ ବି କୁହନ୍ତି ଯେ ବିଜୟ ମହାନ୍ତି ଭଳି ଦେଖାଯାଉଛନ୍ତି, ମିହିର ଦାସ ଭଳିଆ ଦେଖାଯାଉଛନ୍ତି। ଦେଖେ, ମୁଁ ସମସ୍ତଙ୍କୁ ଅଭିନୟ ଦେଖେ, ଅଭିନୟ ଦେଖି ମୋ ଚରିତ୍ରକୁ ନେଇ ମୁଁ ଅଭିନୟ କରେ। ଯେଉଁ ଚରିତ୍ର ଯାହା ଥାଏ। ଆଜ୍ଞା। ଏବେ ଡ୍ୟାନ୍ସ କମିଯାଇଛି, ଆଉ ଆଗାମୀ ଦିନରେ ମାନେ ନୃତ୍ୟ ଉପରେ କରୁଛନ୍ତି, କିନ୍ତୁ ଆହୁରି ଏବେ ଯେଉଁ ଅତ୍ୟାଧୁନିକ ଷ୍ଟାଇଲରେ ଯେଉଁ ନୂଆ ନୂଆ ନୃତ୍ୟ ଆସୁଛି, ସେମିତି କେବେ ଫୋର୍ସ କରୁଛନ୍ତି ଡାଇରେକ୍ଟର ଆଉ ନିର୍ଦ୍ଦେଶକ? ନାଇଁ ପ୍ରଡ୍ୟୁସର? ନାଇଁ ନାଇଁ, ଡ୍ୟାନ୍ସ ଥିଲାନି, ମୁଁ ବହୁତ ନାଟକ ଡ୍ୟାନ୍ସ କରିଛି। ଏବେ ଆଉ ମାନେ ବୟସକୁ ନେଇକି ଆମେ ଚରିତ୍ର କରୁଛୁ, ତେଣୁ ତା ଭିତରେ ଯେମିତି ଯେତିକି ପଡ଼ୁଛି ସେମିତି କରୁଛୁ ଆଉ। ଦର୍ଶକଙ୍କର ତାଳି ଆଉ ଗାଳି ଏ ଦୁଇଟା ଯଦି ନ ରହିବ ଗୌରଦାସ କେମିତି ଫିଲ୍ ହେବ? ଦେଖନ୍ତୁ, ଗାଳି ବି ରହିବା ଦରକାର, ତାଳି ବି ରହିବା ଦରକାର। ଗାଳି ନ ରହିଲେ ତାଳିର ମିଠାସା ସେଇଟା ଅନୁଭବ କରିହେବ ନାହିଁ। ଗାଳି ବି ଦରକାର। ଗାଳି ଦରକାର। ଗାଳି କ'ଣ ଦରକାର? ଯଦି ମୋ ଚରିତ୍ର ସେମିତି କିଛି ନେଗେଟିଭ୍ ସେନ୍ସ ଥିବ, ଲୋକ ଗାଳି ଦେବେ। ତେଣୁ ଗାଳି ତାଳି ଦୁଇଟା କଳାକାରଙ୍କର ଯେଉଁଟାକି କୁହନ୍ତିନି ଭାତ ଥାଳି। ଏମିତି କେବେ ହେଇଛି ଜବରଦସ୍ତ ଯାହାକୁ ଭୟ କରନ୍ତି, ପିଲାଦିନେ ଭୟ କରନ୍ତି, ସିଏ ଯେତେବେଳେ ଯାତ୍ରା ଦେଖିବାକୁ ଆସନ୍ତି ତାପରେ ବି ଭୟ ଆସିଯାଏ, ନାଇଁ ନାଇଁ ଇଏ ଆସୁଛନ୍ତି, ନାଇଁ ସାମ୍ନାରେ ଆକ୍ଟିଂ କରିବା ଟିକେ କଷ୍ଟ? ନାଇଁ, ସେମିତି ଭୟ ଲାଗେନି, ଭୟ ଲାଗେନି, ଆପଣ କିନ୍ତୁ ଦାଦା ହୁଅନ୍ତୁ କିମ୍ବା ବାବା ହୁଅନ୍ତୁ କିମ୍ବା ଅନ୍ୟ ମାମୁଁ ହୁଅନ୍ତୁ, ଯାହାର ନାଇଁ ନାଇଁ, ସେମାନେ ତ ଦେଖୁଛନ୍ତି, ଭୟ କାହିଁ କରିବି? ସେମାନେ ପିଲାଦିନୁ ଯାତ୍ରା ଦେଖୁଛନ୍ତି, ଭୟ କରେନି। ଭୟ କରେ କାହାକୁ ନା, ଯେଉଁଦିନ ଯେଉଁ ନିର୍ଦ୍ଦେଶକ ଆମର ନାଟକ ନିର୍ଦ୍ଦେଶନା କରିଥିବେ, ସିଏ ଯେଉଁଦିନ ବସିକି ଦେଖନ୍ତି, ଆମ ମନ ଭିତରେ ଟିକେ କିନ୍ତୁ ରୁହେ ଯେ କାଳେ ମୋର ଏଇଟା ଭୁଲ ହେଇଯିବ କି, କାଳେ ମୁଁ ସାର୍ ଯେଉଁଟା ବତେଇଥିଲେ ମୁଁ ଗୋଟେ ଏକ୍ସଟ୍ରା କରିଦେଇଛି, ସାର୍ କ'ଣ ବିଗିଡ଼ିବେ କି, ଏଇଟାକୁ ଭୟ ଥାଏ। ଓଡ଼ିଆ ଦର୍ଶକଙ୍କ ପାଇଁ ଆପଣ କ'ଣ ରହିବ ବାର୍ତ୍ତା? ଦର୍ଶକକୁ ମୁଁ ଅନୁରୋଧ କରୁଛି, ଯାତ୍ରା କେମିତି ବଞ୍ଚିବ। ଆମର ତ ସରି ସରି ଆସିଲାଣି, ଆଉ ଆମେ କେତେ ଦିନ ରହିବୁ? କିନ୍ତୁ ଯାତ୍ରା ଯେମିତି ଆଜି ସାରା ଓଡ଼ିଶାରେ ମନୋରଞ୍ଜନ ମାଧ୍ୟମ ହେଇଛି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ପ୍ରଯୋଜକ ଏବଂ କମିଟି ସହିତ ସେମାନେ ଦର୍ଶକଙ୍କର ବି କିଛି ହାତ ରହିବା ଦରକାର, ଯେ ଯାତ୍ରା ସୁଚାରୁ ରୂପେ ଯେଉଁଟାକି ସବୁ ଦର୍ଶକକୁ ଭଲ ଲାଗିପାରିବ, ମା ଭଉଣୀ ସମସ୍ତେ ବସି ଦେଖିପାରିବେ। ତେଣୁ ସେମାନେ ବି, ଦର୍ଶକଙ୍କର ବି ରୁଚି ରହିବା ଦରକାର। ଦର୍ଶକ ଯେଉଁ ରୁଚିଟା ଚାହିଁବେ, ଯାତ୍ରା ମାଧ୍ୟମରେ ଆମେ ସେଇଟା ପରିବେଷଣ କରିବୁ। ତେଣୁ ସବୁ ଦର୍ଶକଙ୍କ ରୁଚି ଥାଉ, ଯାତ୍ରା ଭବିଷ୍ୟତ ଥାଉ, ଯାତ୍ରା ବଞ୍ଚି ରହୁ, ଏଇଟା ମୋ ଦର୍ଶକଙ୍କୁ ଅନୁରୋଧ। ଆଉ ସବୁ ମିଡ଼ିଆରେ ମୁଁ ଗୋଟିଏ କଥା କହି ଆସିଛି, ସାରା ଓଡ଼ିଶା ଦର୍ଶକକୁ ମୋର ଅନୁରୋଧ, ବାପା ମାଆଠୁ ଦୁନିଆରେ ଆଉ କିଛି ନାହିଁ। କହିଲା ବେଳକୁ ମୋ ଆଖିରେ ପଳେଇ ଆସୁଛି, ମୁଁ ଯଦି ଆଜି ଗୌରଦାସ ହେଇଛି ମୋ ବାପା ମାଆଙ୍କ ପାଇଁ, ସ୍ୱର୍ଗତ ଶ୍ରୀହରି ଦାସ, ସ୍ୱର୍ଗତା ମା ରାଧାରାଣୀ ଦାସ। ବର୍ତ୍ତମାନ ରାଜ୍ୟରେ, ଦେଶରେ ବୃଦ୍ଧାଶ୍ରମ ବଢ଼ି ଚାଲିଛି। କାହିଁକି? ଆଜି ଆପଣମାନେ ପୁଅ ଅଛନ୍ତି, କାଲିକି ବାପା ହେବେ। ଆପଣଙ୍କ ପୁଅ ଯଦି ଆପଣଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦିଏ, ତାହେଲେ ଆପଣଙ୍କ ପରିସ୍ଥିତି କ'ଣ ହେବ ଥରେ ଚିନ୍ତା କରନ୍ତୁ। ତେଣୁ ଆମେ ଯେଉଁଠୁ ସୃଷ୍ଟି ହେଇଛୁ, ଆମେ ଭଗବାନଙ୍କୁ ଦେଖିନୁ, ଯାହାଙ୍କଠୁ ସୃଷ୍ଟି ହେଇଛୁ, କେହି ରହିନାହିଁ ରହିବିଟି ନାହିଁ ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବା କାଳ ବଳେ। ଆମେ ସମସ୍ତେ ଦିନେ ଚାଲିଯିବୁ। ତେଣୁ ଆମେ ଯିବା ପୂର୍ବରୁ କିଛି କର୍ମ କରିବା, ବାପା ମାଆଙ୍କ ସେବା କରିବା। ଠାକୁରଙ୍କୁ କୋଟି କୋଟି ଟଙ୍କା ସେବା କରୁଛେ ଠିକ୍, ଠାକୁରଙ୍କ ପ୍ରତି ଭକ୍ତି ରହିବା ଦରକାର, କିନ୍ତୁ ବାପା ମାଆଙ୍କୁ 90% ମାନେ ଭକ୍ତି ରଖି 10% ଠାକୁରଙ୍କୁ ଭକ୍ତି ରଖନ୍ତୁ। ବାପା ମାଆଙ୍କଠୁ ଦୁନିଆରେ କେହି ବଡ଼ ନାହିଁ। ବୃଦ୍ଧାଶ୍ରମ ହଟେଇ ଦିଅନ୍ତୁ, ବାପା ମାଆଙ୍କ ସେବା କରନ୍ତୁ, ବାପା ମାଆଙ୍କୁ ସୁଖ ରଖନ୍ତୁ, ନିଶ୍ଚିତ ଆପଣମାନେ ସକ୍ସେସ୍ ହେଇପାରିବେ, ଜଣେ ଭଲ ମଣିଷ ହେଇପାରିବେ। ଏତିକି କହୁଛି, ଜୟ ଜଗନ୍ନାଥ।